ଶୁଖିଲା ପାଗରେ ଆମେ ଖୁସିର ସହିତ ସେବା କରିବା ତେଣୁ ସମସ୍ତଙ୍କ ମତରେ ସମ୍ମିଳନୀକୁ ଆମେ ଯୋଗାଇ ତାର ପରିବର୍ତ୍ତନ କଲୁ। ଯଦି ମଝିରେ ଦୁଇଥର ପରିବର୍ତ୍ତନ ହେଲା ତଥାପି ଅନେକ କଥା ଥିଲେ ମଧ୍ୟ ମୁଁ କହୁନାହିଁ। ଏତିକି କହି ରଖୁଛି ଯେ 27 ତାରିଖ ଠାରୁ 1 ତାରିଖ ପର୍ଯ୍ୟନ୍ତ ଆମମାନଙ୍କର ସଭା କରିବା ପାଇଁ ନିଷ୍ପତ୍ତି ନିଆଗଲା। ସେ ଅନୁସାରେ ଆମେ ସମ୍ମିଳନୀର ମୁଖ୍ୟ କର୍ମକର୍ତ୍ତାଙ୍କୁ ଡାକି ଉକ୍ତ ତାରିଖକୁ ଧାର୍ଯ୍ୟ କରି ନିଷ୍ପତ୍ତି ନିଆଗଲା। ତଦନୁସାରେ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଉ ଯେହେତୁ ପ୍ରଭୁ ସମସ୍ତ ପ୍ରଭୁଙ୍କ ଦାସଦାସୀମାନଙ୍କର ପ୍ରାର୍ଥନା ପ୍ରଭୁ ଶୁଣିଛନ୍ତି ବୋଲି ଆମେ ବିଶ୍ୱାସ କରୁଛୁ। ଯେହେତୁ ରବିବାର ଠାରୁ ଏ ପର୍ଯ୍ୟନ୍ତ ରଣାଲୟ ମଣ୍ଡଳରେ ବର୍ଷା ହୋଇନାହିଁ ବୋଲି ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। କାରଣ ପ୍ରଭୁ ମହାନ ପ୍ରଭୁ ଅନେକ ସମୟରେ ଆମେ ନିରାଶ ହେଇଥାଉ ନିରୁତ୍ସାହ ହେଇଥାଉ କିନ୍ତୁ ଆଶ୍ଚର୍ଯ୍ୟ ଭାବରେ ଆଉ ଏଇ ମଣ୍ଡଳୀରେ ଯେଉଁ ପ୍ରକାର ଲୋକ ସଂଖ୍ୟା ମୁଁ ଦେଖୁଛି ଆପଣ ଆଶ୍ଚର୍ଯ୍ୟ ହେବେ। କାରଣ କର୍ମକର୍ତ୍ତାମାନେ କହିଲେ ଆମର ସମ୍ମିଳନୀର ଜଣେ ପାଳନ ବନ୍ଧୁ କହିଥିଲେ ବାବୁ ଯଦି ବର୍ଷା ହେବ ଲୋକ ଆସିବେ ନାହିଁ ଆଉ କାର୍ଯ୍ୟ ହେଇଯାଇଛି କିନ୍ତୁ ଆଶ୍ଚର୍ଯ୍ୟରେ ଆମେ ଦେଖୁଛୁ କୌଣସି ସେକ୍ସନରେ କୌଣସି ଅଧିବେଶନରେ ପ୍ରଭୁ ବଞ୍ଚେଇଛି ଏ ବର୍ଷ ଥିବ ନା ଏଇ ଭିଡ଼ିଓରେ ଏପର୍ଯ୍ୟନ୍ତ ଟେଣ୍ଟ ଭିତରେ ପୁରା ଉନ୍ନତ ଭାବରେ ଲୋକମାନେ ଠିଆ ହେଇଛନ୍ତି ଏବଂ ବସିଛନ୍ତି। ତେଣୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବି ଆମମାନଙ୍କର ମଣ୍ଡଳୀର ସମସ୍ତ କର୍ମକର୍ତ୍ତାମାନଙ୍କୁ ସମିତିମାନଙ୍କର କର୍ମକର୍ତ୍ତାମାନଙ୍କୁ ଯେଉଁମାନଙ୍କର ଅକ୍ଳାନ୍ତ ପରିଶ୍ରମରେ ଏ ବିଶେଷ କାର୍ଯ୍ୟରେ ରହିଛି ଏବଂ ଆମମାନଙ୍କର ଭଲେଣ୍ଟିୟର ପିଲାମାନେ ତା ସହିତ ଯୁବକ ସମିତିର କର୍ମକର୍ତ୍ତାମାନେ ଯେତେ ସମସ୍ତ ଅତିଥି ସତ୍କାର କାର୍ଯ୍ୟ କରିକି ଆସିଛନ୍ତି ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଏବଂ ଏହି ସମୟରେ ମୁଁ ଅନୁରୋଧ କରୁଛି ସମସ୍ତ ମୁଦ୍ର କର୍ମକର୍ତ୍ତାମାନେ ଆମମାନଙ୍କର ପ୍ରତ୍ୟେକ ସମୟରେ ସାଙ୍ଗେ ସାଙ୍ଗେ ଆମ ପାଖକୁ ଆସି ଯାଇ ସକଳ କାର୍ଯ୍ୟରେ ମନୋଯୋଗ ଥିବାରୁ ତାଙ୍କୁ ମଧ୍ୟ ମୁଁ ମଣ୍ଡଳୀ ପକ୍ଷରୁ ଧନ୍ୟବାଦ ଅର୍ପଣ କରେ। ଯିଏ ଆମମାନଙ୍କର ଟେଣ୍ଟ କାର୍ଯ୍ୟ କଲେ ଶୋଭଶ୍ରୀ ବାବୁ ତାଙ୍କୁ ମଧ୍ୟ ଆମେ ମଣ୍ଡଳୀ ପକ୍ଷରୁ ଧନ୍ୟବାଦ କରୁଛୁ। ଯେହେତୁ ସେ ଅକ୍ଳାନ୍ତ ତାଙ୍କର ଲୋକମାନଙ୍କୁ ଆଣି ପରିଶ୍ରମ କରି ନିର୍ବିଘ୍ନ ସମୟରେ ସମସ୍ତ କାର୍ଯ୍ୟ ସେ କରିକି ଆସିଛନ୍ତି ତେଣୁ ପ୍ରଭୁ ତାଙ୍କୁ ବହୁ ଗୁଣରେ ଆଶୀର୍ବାଦ କରନ୍ତୁ। ଏବଂ ଏହି ସମୟରେ କହିବି ଆମ ପ୍ରଶାସନ କ୍ଷେତ୍ରରୁ ଯେତେ ସମସ୍ତ ପ୍ରଶାସନ କ୍ଷେତ୍ର ଲୋକମାନେ ଆସି ଆମମାନଙ୍କୁ ଗାଇଡ୍ କରି ସମସ୍ତ ବିଷୟରେ ସୁରକ୍ଷା ପ୍ରଦାନ କରିଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଏତିକି ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବି ଯଦି ହଜାର ହଜାର ଲୋକମାନଙ୍କର ମେଳରେ ଆମେ ସମସ୍ତ ଗୋଟାୟତ କଲେ ମଧ୍ୟ କୌଣସି ଜାଗାରେ କୌଣସି ଅପ୍ରୀତିକର କାର୍ଯ୍ୟ ଘଟି ନାହିଁ ବୋଲି ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ଆଉ ପ୍ରଭୁ ପ୍ରାର୍ଥନା ଉତ୍ତର କରିବେ ସଭାର 4 ଦିନକୁ ପ୍ରଭୁ ସମାପ୍ତ କରିଛନ୍ତି ତେଣୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ବାବୁ ଟିକେ ନିରନ୍ତୁ ଯାହା ଅତିଥି ସତ୍କାର କରିଥିଲେ ହୁଏତ ଅନେକଙ୍କର ବାଧା କାରଣ ହେଇଥିବ ଆପଣମାନେ କ୍ଷମା କରିବେ। ପ୍ରଭୁଙ୍କ ପ୍ରେମରେ ଆମମାନଙ୍କ ସମସ୍ତ ପରିବାର ଯୁକ୍ତ କରିବେ ଏବଂ ରଣାଲୟ ମଣ୍ଡଳୀ ପାଇଁ ଆପଣମାନଙ୍କର ନିତ୍ୟ ପ୍ରାର୍ଥନାରେ ସ୍ମରଣ କରିବେ। ମୁଁ ଏ ସମୟରେ ଅନୁରୋଧ କରିବି ଆମମାନଙ୍କର ବିଦାୟ ଗୀତ ହେବ ତେଣୁ ଆପଣମାନେ ଟିକେ ନିରବ ସହିତ ଶୁଣନ୍ତୁ ତାପରେ ଆମମାନଙ୍କର ଆଜିର ମହାସଭା क्या पड़ा आसी